नमस्कार फ्रेंड, आज आउ गोटे वीडियो को नहीं आछि आपण मानक पई 2026 नूतन वर्ष आरंभ होईछि एवं चाष जमी गाँ पर्यंत प्रधानमंत्री किसान योजनार परवर्ती किस्ती केबे आसीबो ताई आलोचनार विषय। जो चाषी भाई माने प्रति 4 मासरे सेमानंकर अकाउंट रे 2000 पाउछंती सेमानंक पई एही अत्यंत गुरुत्वपूर्ण। ଏହି ଟଙ୍କା ସାର ଠାରୁ ବିହନ ପର୍ଯ୍ୟନ୍ତ ସମସ୍ତ ଛୋଟ ଏବଂ ବଡ଼ ଚାଷ ଖର୍ଚ୍ଚକୁ କଭର କରେ। ତେଣୁ ଯେତେବେଳେ କିସ୍ତି ବିଳମ୍ବ ହୁଏ ଚିନ୍ତା ବଢ଼ିଯାଏ। ଏଥର ପୁଣି ଲକ୍ଷ ଲକ୍ଷ ଚାଷୀ 22ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଏବଂ 2000 କିସ୍ତି ଅଟକି ଯିବା ଭୟ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି କେବେ ଆସିବ? ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି କେବେ ଆସିବ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ। ସରକାର ଏପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି କିନ୍ତୁ ପୂର୍ବରୁ ଢାଞ୍ଚା ଉପରେ ଆଧାର କରି ଏହି କିସ୍ତି ଫେବୃଆରୀ 2026ରେ ଜାରି ହେବ ଆଶା କରାଯାଉଛି। ଯଦି ପୂର୍ବ 4 ମାସିକ ଦେୟ ବଜାୟ ରଖିଥାଏ ତେବେ ଟଙ୍କା ଜାନୁଆରୀ ଶେଷ ସୁଦ୍ଧା କିମ୍ବା ଫେବୃଆରୀ ଏବଂ ମାର୍ଚ୍ଚ ମଧ୍ୟରେ ଆକାଉଣ୍ଟରେ ପହଞ୍ଚିପାରେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରମୁଖ ପରିବର୍ତ୍ତନ ଇ-କେୱାଇସି ଏବଂ ଚାଷୀ ଆଇଡି ଆବଶ୍ୟକ। ଏଇଥର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଏକ ବଡ଼ ପରିବର୍ତ୍ତନ କରାଯାଇଛି। କେବଳ ଇ-କେୱାଇସି ପୂରଣ କରିବା ଆଉ ଯଥେଷ୍ଟ ନୁହେଁ। ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଚାଷୀଙ୍କ ପାଖରେ ଏକ ସ୍ୱତନ୍ତ୍ର ଚାଷୀ ପରିଚୟ ପତ୍ର ନାହିଁ ସେମାନଙ୍କର ପରବର୍ତ୍ତୀ କିସ୍ତି ସ୍ଥଗିତ କରାଯାଇପାରେ। ଚାଷୀ ପରିଚୟ ପତ୍ରକୁ ଚାଷୀଙ୍କ ଡିଜିଟାଲ ପରିଚୟ ଭାବରେ ବିବେଚନା କରାଯାଏ, ଯେଉଁଥିରେ ଜମି ଚାଷ ଏବଂ ଆୟ ସମ୍ପର୍କିତ ସୂଚନା ଥାଏ। ସରକାର କହିଛନ୍ତି ଯେ ଚାଷୀ ପରିଚୟ ପତ୍ର ବା ଫାର୍ମର ଆଇଡି ନିଶ୍ଚିତ କରିବ ଯେ ଯୋଜନାର ଲାଭ ସଠିକ୍ ଚାଷୀଙ୍କ ପାଖରେ ପହଞ୍ଚିବ। ଏହା ନକଲି ନାମ ଏବଂ ଭୁଲ ପଞ୍ଜୀକରଣକୁ ରୋକିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପରିଚୟ ପତ୍ର ପାଇନାହାନ୍ତି ସେମାନେ କିଷାନ ସମ୍ମାନ ନିଧିର 22ତମ କିସ୍ତି ପାଇବାରେ ବିଳମ୍ବ ସମ୍ମୁଖୀନ ହୋଇପାରନ୍ତି। ପିଏମ୍ କିଷାନ ଯୋଜନା ଅଧୀନରେ ଇ-କେୱାଇସି ପୂର୍ବରୁ ବାଧ୍ୟତାମୂଳକ ରହିଛି। ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି ପୂରଣ କରିନାହାନ୍ତି ସେମାନେ ପରବର୍ତ୍ତୀ କିସ୍ତି ପାଇବେ ନାହିଁ। ଯଦି ଆପଣମାନଙ୍କର 2000 ଟଙ୍କା ସମୟ ମଧ୍ୟରେ ପାଇବାକୁ ଚାହାନ୍ତି ଇ-କେୱାଇସି ପୂରଣ କରନ୍ତୁ। ଅନେକ ସମୟରେ ପେମେଣ୍ଟ କେବଳ ଇ-କେୱାଇସି କିମ୍ବା ଚାଷୀ ପରିଚୟ ପତ୍ର ଯୋଗୁଁ ହୁଏ ନାହିଁ। ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ସୂଚନାରେ ମେଳ ନ ଖାଇବା, ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବା, ଆଇଏଫ୍ଏସ୍ସି କୋଡ୍ ପରିବର୍ତ୍ତନ କିମ୍ବା ବ୍ୟାଙ୍କ ଇ-କେୱାଇସି ଅପଡେଟ୍ ମଧ୍ୟ ପ୍ରମୁଖ କାରଣ। ଯଦି ରେକର୍ଡରେ ତ୍ରୁଟି ମଧ୍ୟ ଜଣେ ଚାଷୀଙ୍କୁ ଅଯୋଗ୍ୟ ଘୋଷଣା କରିପାରେ। ଯଦି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ କିସ୍ତିରେ ବିଳମ୍ବର କାରଣ। ଯଦି ଜମି ରେକର୍ଡ ଅପଡେଟ୍ ହୋଇନଥାଏ, ମୁଟେସନ ବିଚାରାଧୀନ ଥାଏ କିମ୍ବା ଜମି ବିବାଦରେ ଥାଏ, ଏପରି ପରିସ୍ଥିତିରେ ଚାଷୀମାନେ ସେମାନଙ୍କର ସୂଚନା ସଂଶୋଧନ ପାଇଁ ନିକଟତମ କାର୍ଯ୍ୟାଳୟକୁ ଯିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ପାଣ୍ଠି ପାଇବେ ନାହିଁ। 1 ନମ୍ବର ହେଉଛି ଯେଉଁ ଚାଷୀମାନେ ଇ-କେୱାଇସି ପୂରଣ କରିନାହାନ୍ତି। 2 ନମ୍ବରରେ ଯାହାର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇନାହିଁ। 3ରେ ଯେଉଁମାନେ ସେମାନଙ୍କର ଜମି ଭେରିଫିକେସନ କରିନାହାନ୍ତି। 4ରେ ଯାହାର 2 ହେକ୍ଟରରୁ ଅଧିକ ଜମି ଅଛି। 5ରେ ପେନସନଭୋଗୀ ଯେଉଁମାନଙ୍କର ମାସିକ ପେନସନ 10,000ରୁ ଅଧିକ। 6 ନମ୍ବରରେ ଏହି ସମସ୍ତ କ୍ଷେତ୍ରରେ 22ତମ କିସ୍ତି ପାଇବେ ନାହିଁ। ଯଦି ଆପଣ ଜାଣିବାକୁ ଚାହାନ୍ତି ତେବେ ଆପଣଙ୍କର ନାମ ପ୍ରଧାନମନ୍ତ୍ରୀ କିଷାନ ତାଲିକାରେ ଅଛି କି ନାହିଁ ତେବେ ଆପଣ pmkisan.gov.in ୱେବସାଇଟରେ ହିତାଧିକାରୀ ତାଲିକାରୁ ଆପଣଙ୍କର ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ଚୟନ କରି ରିପୋର୍ଟ ଦେଖିପାରିବେ। ଯଦି ଆପଣଙ୍କର ନାମ ତାଲିକାରେ ଅଛି ତେବେ ଆପଣଙ୍କୁ ଆପଣଙ୍କର କିସ୍ତି ମିଳିବାର ସମ୍ଭାବନା ଅଛି। ଗତ ବର୍ଷ 2025ରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସମସ୍ତ 3ଟି କିସ୍ତି ସମୟସୀମା ମଧ୍ୟରେ ଜାରି କରାଯାଇଥିଲା। ପ୍ରଥମ କିସ୍ତି ଫେବୃଆରୀରେ, ଦ୍ୱିତୀୟ ଅଗଷ୍ଟରେ ଏବଂ ତୃତୀୟ ନଭେମ୍ବର 19, 2025ରେ ଜାରି କରାଯାଇଥିଲା। ବର୍ତ୍ତମାନ ସମସ୍ତ ଚାଷୀ 22ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯଦି ଆପଣ ଚାହାନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି ବିଳମ୍ବ ନକରି ଆପଣଙ୍କ ଆକାଉଣ୍ଟରେ ପହଞ୍ଚିବ ତେବେ ଏବେ ଆପଣଙ୍କର ଇ-କେୱାଇସି ପୂରଣ କରନ୍ତୁ, ଏକ ଫାର୍ମର ଆଇଡି ତିଆରି କରନ୍ତୁ ଏବଂ ଆପଣଙ୍କର ବ୍ୟାଙ୍କ ଏବଂ ଜମି ବିବରଣୀ ଅପଡେଟ୍ କରନ୍ତୁ। ସାମାନ୍ୟ ଅବହେଳା ମଧ୍ୟ
ଆପଣଙ୍କୁ କିଷାନ ସମ୍ମାନ ନିଧି ଯୋଜନା ପରବର୍ତ୍ତୀ କିସ୍ତି ବଞ୍ଚିତ କରିପାରେ।